ପରିବା ଆଣିବାକୁ ଯାଇଥିଲୁ। ବାବୁ କହିଲେ ଏଇଠି ଟିକେ ଜଳଖିଆ କରିଦେବା, କାରଣ ଏଇ ଯେଉଁ ଜଳଖିଆ ଦୋକାନଟା ତାଙ୍କର ଛୋଟବେଳରୁ ଇମୋସନ୍ ଯୋଡ଼ି ଅଛି। ସିଏ କୁହନ୍ତି କି ବହୁତ ସାରା ସ୍ମୃତି ଅଛି। ତ ମୁଁ ଯେତେବେଳେ ଯାଜପୁର ଟାଉନ୍ ଆସେ ସିଏ ମୋତେ ଏଇ ଜଳଖିଆ ଦୋକାନଟାକୁ ଖାଇବାକୁ ନେଇକି ଯାଆନ୍ତି। ଜଳଖିଆ ଦୋକାନ ନାଁଟା ମୁଁ ଭୁଲି ଯାଇଛି, ନେକ୍ସଟ ଭିଡ଼ିଓରେ ମୁଁ ନିହାତି କହିବି। ତାପରେ ଆମେ ଚାଲିଲୁ ପରିବା ଆଣିବା ପାଇଁ। ପରିବା ନେଇକି ଜଷ୍ଟ ଗାଡ଼ି ପାଖକୁ ଯାଉଛୁ, ବର୍ଷା ଗାଜିଦେଲା। ମୁଁ ବି ଓଦା ହେଇଗଲି ପୁରା। ଦେଖନ୍ତୁ ଏଠି ପୁରା ମୁଁ ଓଦା ହେଇଯାଇଛି। ଏ ଦିନ ଏବେ କେତେବେଳେ ଖରା ହେଉଛି କେତେବେଳେ ବର୍ଷା ହେଉଛି କିଛି ଜଣାପଡ଼ୁନି। ଯାହା ହଉ ମୁଁ ତ ଥକିକି ପରିବା ନେଇକି ଆସିଥିଲି। ଆସିଲା ବେଳକୁ ମୋ ଝିଅ ମୋ ପାଇଁ ରୁଟି ବନେଇ ଦେଇଥିଲା, ମୁଁ ବି ଖାଇଦେଲି। ଆପଣମାନେ ଯଦି ଖାଇବେ ରୁଟି କୁହନ୍ତୁ, ମୁଁ ଗୁନୁକୁ କହିବି ଆପଣମାନଙ୍କ ପାଇଁ ବନେଇଦେବି। ହେଲେ ପୁରା ରୁଟି ପ୍ରୋ ସିଏ ବନାଉଛି, ତାୱାରୁ ହାତରେ ଧରିକି ନେଇ ଆସୁଛି। ମୁଁ ଏଠି ରୋଷେଇବାସ ମୋର ସରିଯାଇଥିଲା। ରୋଷେଇବାସ ସରିଲା ପରେ ମୁଁ ପୁରା ଥକି ଯାଇଥିଲି। ବାବୁ କହିଲେ ଚାଲ ମୁଁ ତୋତେ ନହେଲେ ଟିକେ ବୁଲେଇ ଆଣିବି। ଆଜି ଯଦି ବ୍ଲଗ୍ଟି ଭଲ ଲାଗିଥିବ ତାହେଲେ ଲାଇକ୍ ସେୟାର କମେଣ୍ଟ କରିଦେବେ, ଆଉ ସବସ୍କ୍ରାଇବ୍ କରିବାକୁ ତ ବିଲକୁଲ